ନନ୍ଦିନୀ ନୟାଗଡ଼ ଜିଲ୍ଲା ଓଲ୍ଡ ଟାଉନରେ ଜଣଙ୍କ ପରିବାରର ପ୍ରତିପୋଷଣର ମାଧ୍ୟମ ପାଲଟିଥିଲା। ମାଲିକ ଏହାର ଦୁଗ୍ଧକୁ ବିକ୍ରୟ କରି ଚଳେ ଓ ସବୁଦିନ ଏମିତି ରାସ୍ତା ଉପରେ ଛାଡ଼ିଦିଏ। କିନ୍ତୁ ଦିନେ ଏମିତି ରାସ୍ତା ଉପରେ ବୁଲୁ ବୁଲୁ ଦୈବ ଦାଉ ସାଧିଲା, ନନ୍ଦିନୀ ଉପରେ 12 ଚକିଆ ଟ୍ରକ୍ ଚଢ଼ିଗଲା ଓ ଏହି ଦୁର୍ଘଟଣାରେ ନନ୍ଦିନୀର 2ଟି ଗୋଡ଼ ସହ ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଗଲା। ଦୀର୍ଘ 3 ଦିନ ଧରି ଏମିତି ରାସ୍ତା ଉପରେ ପଡ଼ିଥାଏ ଓ ମାଲିକର ମାନବିକତା ଏତେ ଶୀର୍ଷରେ ଯେ ସେ ତାକୁ ଟିକେ ଦେଖିବାକୁ ମଧ୍ୟ ଆସିଲା ନାହିଁ। ଏ କଥା ନୟାଗଡ଼ ଜିଲ୍ଲାର ବଜରଙ୍ଗ ଦଳର ଭାଇମାନେ ଏବଂ ଗୋପ୍ରେମୀ ଶିବ ଭାଇ ଜାଣିବା ପରେ ସେଠାରେ ପହଞ୍ଚିଲେ ଓ ମାଲିକକୁ ତାର ସେବା କରିବା ପାଇଁ ଅନୁରୋଧ କଲେ। କିନ୍ତୁ ମାଲିକ ଉତ୍ତର ଦିଏ, ସେ କ'ଣ ବଞ୍ଚିବ କି, ମୋ ପାଖରେ ବି ଏତେ ପଇସା ନାହିଁ ଯେ ତାର ସେବା କରିବି। କିନ୍ତୁ ଆମେ ହାରିଲୁ ନାହିଁ। ତୁରନ୍ତ ଗୋମାତାଙ୍କୁ ପିଆଶାଳିଆରେ ଥିବା ଆମ ଅସ୍ଥାୟୀ ମେଡ଼ିକାଲକୁ ନେଇ ଆସିଲୁ ଓ ଶିବ ଭାଇ ଏବଂ ଗୋସେବକ ଭାଇମାନଙ୍କ ଅନୁଦାନରେ 40,000 ଟଙ୍କା ଖର୍ଚ୍ଚ କରି ଏକ ବେଲ୍ଟ ମେସିନ୍ କିଣାଗଲା। ନନ୍ଦିନୀର ସେବା ଦୀର୍ଘ 4 ମାସ ଧରି ଚାଲି ରହିଲା। ଭଗବାନ ଆମ ପରିଶ୍ରମର ମୂଲ୍ୟ ରଖିଲେ, ଆମକୁ ସହାୟ ହେଲେ। ଏବେ ନନ୍ଦିନୀ ସମ୍ପୂର୍ଣ୍ଣ ଭାବେ ସୁସ୍ଥ। ଆଉ ଖୁସି ଖବର ଏହିକି ଯେ ନନ୍ଦିନୀ ଏବେ ଆଉ କିଛି ଦିନ ମଧ୍ୟରେ ମା ହେବାକୁ ଯାଉଛି। ଆପଣମାନେ ନା ଭାବିକି ରଖନ୍ତୁ, ଖୁବ୍ ଶୀଘ୍ର ଆପଣଙ୍କୁ ଆମେ ଖୁସି ଖବର ଜଣାଇବୁ। ଶେଷ କଥା ଏତିକି, ବିଶ୍ୱବିଜୟୀ ଆଲେକ୍ଜାଣ୍ଡର ମଧ୍ୟ ଶୂନ୍ୟ ହସ୍ତେ ଆସି ଶୂନ୍ୟ ହସ୍ତରେ ଚାଲି ଯାଇଥିଲେ। ହେଲେ ଆଜିର ମାନବ କେଉଁ ମାୟାଜାଲରେ ବନ୍ଧା, ସେ ତା ସ୍ୱାର୍ଥ ଆଗରେ କାହାର ଜୀବନକୁ ବାଜି ଲଗାଇବାରେ ମଧ୍ୟ ପଛଉନାହିଁ। ଦ ରାଇଜ୍ ଅଫ୍ ଓଡ଼ିଶା ଆପଣଙ୍କ ନିକଟରେ ଏକ ସହାୟତାର ହାତ।